ଗାଁ ଦାଣ୍ଡରେ ଗଡ଼ିଛି ଶଗଡ଼ ଗାଡ଼ି। ଶଗଡ଼ ଗାଡ଼ି ଭିତରେ ବସିଛି ନୂଆ କନ୍ୟା। ଗାଁକୁ ଶଗଡ଼ ଗାଡ଼ିରେ ଆସିଲା ନବବଧୂ। ନାମୀ ଦାମୀ କାର ମର୍ସିଡିଜ୍ ଅଡିଚୁଖର ନୂଆ କନ୍ୟା ଆସିଛି ସୁସଜ୍ଜିତ ଶଗଡ଼ ଗାଡ଼ିରେ। ବର୍ତ୍ତମାନ ଯେଉଁଠି ଯୁବ ସମାଜ ଦାମୀ ଗାଡ଼ି ଚଢ଼ି କନ୍ୟା ଘରକୁ ଯିବା ଏବଂ ବ୍ୟୟବହୁଳ ବିବାହ କରିବା ପାଇଁ ଆକୃଷ୍ଟ ହେଉଛନ୍ତି, ସେଠି ନିଜ ବିବାହକୁ ଚିରସ୍ମରଣୀୟ କରିବା ତଥା ନିଜ ପୂର୍ବଜମାନଙ୍କର ନୀତି ଆଦର୍ଶ ଓ ପରମ୍ପରାକୁ ବଜାୟ ରଖିବା ପାଇଁ ନିଜର ମନର ମାନସୀ ତଥା ନବବଧୂକୁ ସୁସଜ୍ଜିତ ଶଗଡ଼ ଗାଡ଼ିରେ ଆଣିଛନ୍ତି। ରୂପା ଶଗଡ଼ିରେ ସୁରାକନ୍ୟା ନୂଆ ଜନ୍ମ ପରି ଛନଛନିଆ। ହଁ ଦର୍ଶକ ବନ୍ଧୁ, ଏହି ଗୀତଟି 90 ଦଶକର ଆପଣ ଶୁଣିଥିବେ, କିନ୍ତୁ ଏହି ଚିତ୍ର କୌଣସି ଫିଲ୍ମର କାହାଣୀ ନୁହେଁ। ଇଏ ଆପଣ ଦେଖୁନାହାନ୍ତି ଆଧୁନିକ ଯୁଗରେ ଗାଁ ଦାଣ୍ଡରେ କେମିତି ଗଡୁଛି ଶଗଡ଼ ଗାଡ଼ି, ଆଉ ଶଗଡ଼ ଗାଡ଼ି ଭିତରେ ବସିଛି ନୂଆ କନ୍ୟା। ହଁ ଆଜ୍ଞା, ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ଅନ୍ତର୍ଗତ ଅନ୍ତରପଡ଼ା ଗାଁରେ। ଏହି ଗାଁର ଉଚ୍ଚଶିକ୍ଷିତ ଯୁବକ ଶିବାନନ୍ଦ ଗୌଡ଼। ଶିବାନନ୍ଦ ଜଣେ ଉଚ୍ଚଶିକ୍ଷିତ ଯୁବକ ହୋଇଥିବା ବେଳେ ସେ ରାଜ୍ୟ ବାହାରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିଲେ। ସେ ନିଜ ବିବାହରେ ଦାମିକା ଗାଡ଼ିରେ କନ୍ୟା ଆଣିବା ପାଇଁ ସକ୍ଷମ ଥିଲେ ମଧ୍ୟ ବ୍ୟୟବହୁଳ କରିବା ପାଇଁ ଚାହୁଁନଥିଲେ। କନ୍ୟା ସ୍ୱପ୍ନାରାଣୀ ମଧ୍ୟ ନିଜ ବାପା ଘରୁ ଶଗଡ଼ ଗାଡ଼ିରେ ଆସି ସ୍ୱାମୀଙ୍କ ଘରେ ପହଞ୍ଚି ତାଙ୍କ ପାଇଁ ମଧ୍ୟ ଏକ ନିଆରା ଅନୁଭୂତି କରିଛନ୍ତି। ଏଭଳି ଏକ ନିଆରା ଢଙ୍ଗରେ ଶିବାନନ୍ଦ ବିବାହ କରୁଥିବାରୁ ସେ ଅଞ୍ଚଳ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ଆଗାମୀ ଯୁବପିଢ଼ି ପାଇଁ ଏକ ନୂତନ ଦିଗ୍ଦର୍ଶନ ସୃଷ୍ଟି କରିପାରିଛି। ଦେଖନ୍ତୁ, ଆଜିକାଲି ଯେଉଁମାନେ ତ ଆଜିକାଲି ସମସ୍ତେ ଗାଡ଼ି କାରରେ ଆସୁଛନ୍ତି, କିନ୍ତୁ ମୋର କିଛି ନୂଆ କରି ଦେଖାଇବାକୁ ଥିଲା, ଯାହାଫଳରେ ମୋ ମନ ହେଇଥିଲା ସବାରି କରିବା ପାଇଁ। ଯେହେତୁ ଆମର ବାପା ଜେଜେବାପା ମାନେ ସେମାନେ ଆସୁଛନ୍ତି ସବାରିରେ ବାହାଇଛନ୍ତି, ତ ମୁଁ ସବାରି ପାଇଁ ବହୁତ ଚେଷ୍ଟା କରିଥିଲି। ସବାରି ହେଇପାରିଲାନି। ଯେଉଁମାନେ ସବାରି ମାନେ ଆଣୁଛନ୍ତି ସେମାନେ କହିଲେ ନାହିଁ, ଆମର କୂଳରେ ମନା ଅଛି, ଆଉ ଆମକୁ ଫାଇନ୍ ପଡ଼ିବ, ଆମେ ନେଇପାରିବୁନୁ। ତ ମନ ଦୁଃଖ ହେଇଥିଲା। କିନ୍ତୁ ଆମ ଗାଁର ବୃଦ୍ଧ ଲୋକଙ୍କୁ ପଚାରିଲି, ଜଣେ ଥିଲେ ଆମ ପିଇସା ହେବେ ପୁରସ୍ତମ ଭୋଳ ବୋଲି, ସେ ଆମକୁ ତାଙ୍କ ଶଗଡ଼ ଥିଲା, ସେ କହିଲା ବାପା ତୁ ଟେନସନ୍ ନେନା, ମୁଁ ତୋର କାମ କରିଦେବି, ମୋ ଥ୍ରୋରୁ ଯେତିକି ଚେଷ୍ଟା କରିବି ମୁଁ ବେଷ୍ଟ କରିବାକୁ ଦେବି କହିକି ତାଙ୍କେ ନିଜେ ନେଇକରି କରିଥିଲେ। ଶଗଡ଼ ତାଙ୍କ ନିଜ ଶଗଡ଼ ହିଁ ସଜେଇଥିଲେ। ଆଉ ମୋର ଗୋଟେ ବ୍ରଜକିଶୋର ସ୍ୱାଇଁ ବୋଲି ସେ ସାଙ୍ଗ ବି ଡେକୋରେସନ୍ କରିଦେଇଥିଲେ ଶଗଡ଼ଟାକୁ କରିକିରି ଆଣିଥିଲେ। ତ ମୋତେ ବହୁତ ଖୁସି ଲାଗିଲା ଯେ ମୁଁ ଜାଣିନଥିଲି ଏତେ ଲୋକ ମୋତେ ପ୍ରଶଂସା ମିଳିବ ବୋଲି। ଯେତେବେଳେ ଟ୍ୱିଟର, ଫେସବୁକ୍, ଇନଷ୍ଟାରେ ପଡ଼ିଲା ଭିଡ଼ିଓ, ବହୁତ ଆଡ଼ୁ ଶୁଭେଚ୍ଛା ମାନେ ଲାଇକ୍ ଆସୁଛନ୍ତି, ସମସ୍ତେ ଫୋନ୍ ଫାନ୍ ଆସୁଛନ୍ତି। ବହୁତ ଖୁସି ଲାଗିଲା, କାହିଁକିନା ମୋର ଏଇଟା ପିଲାଦିନରୁ ଆଶା ଥିଲା ଯେ ମୁଁ ସବାରିରେ କରିବି, କିନ୍ତୁ ସବାରି ହେଇପାରିଲାନି। କିନ୍ତୁ ଶଗଡ଼ ହେଲା ତ ବେଷ୍ଟ ହେଲା, କିଛି ଖରାପ ନାହିଁ, ବହୁତ ଭଲ ଲାଗିଲା। ଗାଁ ଲୋକ ବି ସପୋର୍ଟ କଲେ, ଭଲ ଲାଗିଲା ମୋତେ, ମୁଁ ଖୁସି ଅଛି। ଆଜ୍ଞା ଦେଖନ୍ତୁ, ମୁଁ ଚାଷୀ ଲୋକ। ପ୍ରାୟ ଦୀର୍ଘ 45 ବର୍ଷ ତଳେ ଆମେ ଏମିତି ବାହାଘର ସମୟରେ ବୋଉ ଡାକିବୁ ଯାଉ, କିନ୍ତୁ 45 ବର୍ଷ ପୂର୍ବେ ଯାଇଥିଲୁ। ତାପରେ ଆଉ କୌଣସି ଗାଡ଼ି ଗୁଡ଼ା ବୋଉ ଗୁଡ଼ି ଶଗଡ଼ ନେଇକରି ଆମେ ଯାଇନୁ। କାହିଁକି ନା ଗାଡ଼ି ମଟର ବିଭିନ୍ନ ପ୍ରକାର ବାହାରିଲା, ସେଥିରେ ଯାନବାହନ କରନ୍ତି। ଏବେ ଦୀର୍ଘ ଦିନ ତଳେ ବାହାଘର ପୂର୍ବରୁ ସେ ମୋତେ କହିଲେ, ପଇସା କ'ଣ କରିବା, ସବାରି ମନା ହେଇଗଲା, ଆଉ ଶଗଡ଼ ଗାଡ଼ି ନେଇକରି ବୋଉକୁ ଟିକେ ଡାକିବାକୁ ସହଯୋଗ କରିବେ। ମୁଁ କହିଲି ଠିକ୍ ଅଛି ଆଜ୍ଞା ବାବୁ, ତୁ ଏଥିପାଇଁ ଚିନ୍ତା କରନା, ଶଗଡ଼ ଗାଡ଼ି ତ ମୋର ଜୀବିକା ହେଉଛି। ମୁଁ ତ ଦୀର୍ଘ 45 ବର୍ଷ ହେଲା ଚାଷ କରିକି ମୋର ଏଇ ଚାଷ ଉପରେ ଧାନ, ଖତ ଏମିତି ବିଭିନ୍ନ ପ୍ରକାର ନେବା ଆଣିବା କରିକି ମୋର ଏଇ ଚାଷକୁ ମୁଁ ବଞ୍ଚେଇକି ରଖିଛି। ଆଉ ଦୀର୍ଘ ଦିନ ହେଲା ମୁଁ ତ ଶଗଡ଼ ରଖିକି ଚାଲିଛି। ଆଉ ଯଦି ଆମର ଗୋଟେ ବୋଉଟେ ଆସିବା ପାଇଁ ଯଦି କହିଲାଣୁ, ମୋର ବହୁତ ଗର୍ବ। ସେଥିପାଇଁ ମୁଁ ବହୁତ ସହଯୋଗ କରିବି। ଏଥିରେ ଲୋକ ଦେଖିଲେ ମୋତେ ସେତିକି ମୋର ମନକୁ ମୁଁ ଭାଗ୍ୟବାନ ମନେ କରିବି। ମୋର ଏଇ ଯେଉଁ ପରମ୍ପରାକୁ ବଞ୍ଚେଇକି ରଖି ଆଜି ପର୍ଯ୍ୟନ୍ତ ମୁଁ ରହିଥିଲି, ଗୋଟେ ସୁଯୋଗ ମିଳିବ, ଏ ହଜାର ହଜାର ଲୋକର ମୋତେ ଏତିକି ଗୋଟେ ସମ୍ମାନ ମିଳିବ। ନାଇଁ, ମୁଁ ଶଗଡ଼ରେ ଆସିବି ବୋଲି ମନା କରୁଥିଲି ଘରେ। ନାଇଁ, ମୁଁ ଯିବିନି ଶଗଡ଼ରେ। ତାପରେ ମାନେ ନିଜକୁ ଗୋଟେ ଭଲ ଲାଗିଲା, ହଁ ମୁଁ ଶଗଡ଼ରେ ଯିବି, କେତେ ନିଆରା, ଆମ ସଂସ୍କୃତି ପରମ୍ପରା ସବୁ ଲୋପ ପାଇଯାଉଛି, ଶଗଡ଼ରେ ଯିବି। ତାପରେ ମୁଁ ଶଗଡ଼ରେ ଆସିଲି, ଭଲ ଲାଗିଲା। ମୁଁ ଗର୍ବ ବି ଅନୁଭବ କରୁଛି ମୁଁ ଶଗଡ଼ରେ ଆସିଲି ବୋଲି।
ତାପରେ ଏତେ ପ୍ରଶଂସା ୟୁଟ୍ୟୁବ୍ ଫେସବୁକ୍ ଏସବୁ ଦେଖିକି ବହୁତ ଭଲ ଲାଗୁଛି। କମେଣ୍ଟ ବି ଶୁଣି ବହୁତ ଭଲ ଲାଗୁଛି। ମୋ ବାହାଘର ଚିରସ୍ମରଣୀୟ ହେଇକି ରହିଲା। ମୋର ମେସେଜ ରହିବ ଆସନ୍ତା ପିଢ଼ି ଯେଉଁ ଆସୁଛି ଏଇ ଆମ ପରମ୍ପରା ସବୁ ଲୋପ ପାଇଯାଉଛି। ଏସବୁ ନୀତି ନିୟମ ସଂସ୍କୃତି ଆମର ବଜାୟ ରହୁ, ମୋର ଏତିକି ଅନୁରୋଧ। ଆଜ୍ଞା ଦେଖନ୍ତୁ, ଆମେ ଆରମ୍ଭରୁ ତ ଭାବିନଥିଲୁ ଯେ ଆମର ଝିଅ ଶଗଡ଼ରେ ଯିବ। ଆମେ ଯେମିତି କାରରେ ଯାଉଛନ୍ତି ଯେମିତି ସେମିତିକା ସମସ୍ତଙ୍କ ମନ ଭିତରେ ଥିଲା। କିନ୍ତୁ ଯେତେବେଳେ ଆମ ଗାଁ ଘର ଆଗରେ ଯେମିତି ଲାଗିଯାଇଛି ଶଗଡ଼, ଗୋଟେ ଅଲଗା ପ୍ରକାର ଗୋଟେ ଉତ୍କଣ୍ଠା ଖୁସି ଜାତ ହୋଇଥିଲା। ତାପରେ ଯେତେବେଳେ ଆମ ଘରରେ ଥିବା ପରିବାର ବର୍ଗ ଏବଂ ଆସିଥିବା ବନ୍ଧୁବର୍ଗ ସମସ୍ତେ ମଧ୍ୟ ଦେଖିବାକୁ ରୁଣ୍ଡ ହୋଇଯାଇଥିଲେ ଏବଂ ସମସ୍ତଙ୍କ ଭିତରେ ଗୋଟେ ଅଲଗା ପ୍ରକାର ଗୋଟେ ଖୁସି ମୁଁ ଅନୁଭବ କଲି। ଏବଂ ମନ ଭିତରେ ବି ଗୋଟେ ବିଚାର କଲି ଯେ ଆମର ବିଗତ ଦିନରୁ ହଜିଯାଇଥିବା କିଛି ସଂସ୍କୃତି ଏବଂ ପରମ୍ପରା ବୋଧେ ଆଜି ନୂଆ କରି ଫେରି ଆସିଛି। ଏବଂ ବହୁତ ମନ ଭିତରେ ଗୋଟେ ଉତ୍କଣ୍ଠା ସୃଷ୍ଟି ହୋଇଥିଲା ଏବଂ ଆମ ଝିଅ ଶଗଡ଼ରେ ଯାଉଛି ବୋଲି ଗୋଟେ ଗର୍ବ ଅନୁଭବ ହୋଇଥିଲା। ତେଣୁକରି ଆସୁଥିବା ଏବଂ ଆସନ୍ତା ପିଢ଼ିକୁ ମଧ୍ୟ ଏବଂ ଯୁବାପିଢ଼ିମାନଙ୍କୁ ମଧ୍ୟ ମୋର ବି ଗୋଟେ ରିକ୍ୱେଷ୍ଟ ଯେ ସେମାନେ ଏଇ ଜିନିଷକୁ ଯଦି ଆପଣେଇବେ ବୋଧେ ଆମର ହଜିଯାଇଥିବା ସଂସ୍କୃତି ପରମ୍ପରା ବୋଧେ ଫେରିଆସିବ ଏବଂ ଲୋକମାନଙ୍କ ମନ ଭିତରେ ଗୋଟେ ଅଲଗା ପ୍ରକାର ଗୋଟେ ସୃଷ୍ଟି ହେବ ଯେ ଆମେ ବି ଏଇ ଜିନିଷଗୁଡ଼ାକୁ ଗ୍ରହଣ କରିବୁ ଏବଂ ହଜିଯାଇଥିବା ସଂସ୍କୃତି ପରମ୍ପରାକୁ ବଜାୟ ରଖିବୁ। ଭଞ୍ଜନଗରରୁ ପୁରୁଷୋତ୍ତମ ମହାପାତ୍ରଙ୍କ ରିପୋର୍ଟ, ନିରପେକ୍ଷ।